ଯାତ୍ରା ଜଗତରେ ଜଣେ ସୁନାମ ଧନ୍ୟ କଳାକାର ଯିଏ ହାସ୍ୟ ଅଭିନେତା ସାନମଣି। ତାଙ୍କ ଡାଇଲଗ ଶୁଣିବା ପାଇଁ ଷ୍ଟେଜ ଚାରି ପାଖରେ ଘେରି ରହିଥାନ୍ତି ଦର୍ଶକ। କେତେବେଳେ ସାନମଣି ଆସିବେ ଆଉ ତାଙ୍କର ଡାଇଲଗ ଶୁଣିବୁ ଆଉ ତାଳି ମାରିବୁ। ଆମ ସହିତ ଅଛନ୍ତି ସେ ସାନମଣି, ତାଙ୍କ ସହିତ ଆଲୋଚନା କରିବା। କହିବେ ଆଜ୍ଞା, ଯାତ୍ରା ଜଗତରେ ସାନମଣି ନାଁ ଶୁଣିଲେ ସବୁ କଳାକାର ମାନେ ଆଗ ତାଳି ବର୍ଷା କରନ୍ତି। କଣ କହିଛି ଆଉ କଣ ରହିଛି ଆଉ କିଭଳି ଭାବରେ ଯାତ୍ରା ଜଗତକୁ ଆସିଲେ ଆଉ ଯାତ୍ରା ଜଗତର କିଭଳି ଭାବରେ ସବୁ ଥାଏ। ମୋର ପ୍ରଥମେ ଦର୍ଶକ ବନ୍ଧୁମାନଙ୍କୁ ନମସ୍କାର, ଜୟ ଜଗନ୍ନାଥ। ପେଣ୍ଡାଲକୁ ଆସିଲେ ତ ଲୋକମାନେ ଦେଖିକି ଆମକୁ ହସନ୍ତି ବା ତାଳି ମାରନ୍ତି, ସେଟା ଆମକୁ ଖୁସି ଲାଗେ। ମୁଁ ଚାହୁଁଛି ଏମିତି ସେମାନଙ୍କ ହାତରୁ ତାଳି ଆଉ ମୁହଁରୁ ଗାଳି ଶୁଣିବାକୁ ଶୁଣି ଚାଲୁ, ଆଗକୁ ଏମିତି ଆଗେଇ ଚାଲୁ ଆମେ। କହିବେ ଯାତ୍ରା ଜଗତକୁ କେତେ ବର୍ଷ ହବ ଆସିଲେଣି ଆଉ ଯାତ୍ରା ଜଗତକୁ ଆସିବାର ମୁଖ୍ୟ କାରଣ କଣ? କିପରି ଭାବେ ଆଶା ବଳେଇଲେ ଯେ ଯାତ୍ରାରେ ଯିବି, ଯାତ୍ରା କରିବି? ଯାତ୍ରାକୁ ମୋର ପାଖାପାଖି 20 ବର୍ଷ ହେଇଗଲାଣି ଆସିବା। ଆଉ ଆସିଲି ଏମିତି ସାଙ୍ଗମାନଙ୍କର ଭଲ ପାଇବା, ଯେ କହିଲେ ତୁ ଯା, ନିଶ୍ଚିତ ଭାବେ ଗୋଟେ ଭଲ କଳାକାର ହେଇପାରିବୁ। ଯାହା ହଉ ସାଙ୍ଗମାନଙ୍କୁ କଥା ରଖି ମୁଁ ପ୍ରଥମେ ବାଣେଶ୍ୱରୀ ଗଣନାଟ୍ୟରେ ଅକ୍ଷୟ ଲେଙ୍କା ଥ୍ରୁରେ ଯାଇଥିଲି। ସେଇଠୁ ଆରମ୍ଭ ହେଲା ଯାତ୍ରା କ୍ୟାରିୟର। ଚାଲିଛି ଏପର୍ଯ୍ୟନ୍ତ, ଆଉ ପଛକୁ ଫେରି ନାହିଁ। ଆଉ ଭିତରେ ମୁଁ ଜାଣିପାରୁନି 20 ବର୍ଷ ବିତିଗଲାଣି, ଜଣା ପଡୁନି। ଚାଲିଛି, ଆଉ ଦର୍ଶକଙ୍କ ଭଲ ପାଇବା ଅଛି। ଆଉ ସେମିତି ରହିଥିଲେ ଆଗକୁ ମଧ୍ୟ ଚାଲିଥିବ ବଳ ବୟସ ଥିବା ପର୍ଯ୍ୟନ୍ତ। ଯୋଉ ପର୍ଯ୍ୟନ୍ତ ଦର୍ଶକ ମତେ ଭଲ ପାଇବା ଦଉଥିବେ ବା ମୋ ପାଖରେ ଥିବେ, ମୁଁ ସେ ପର୍ଯ୍ୟନ୍ତ ଚାଲିବି। ପ୍ରାୟତଃ ଯାତ୍ରା କଳାକାର ମାନେ ଯାତ୍ରା ହିଁ ବିବାହ କରିଥାନ୍ତି। ଆପଣ କଣ ସେଇ ଯାତ୍ରାରେ ବିବାହ କରିଛନ୍ତି ନା? ନାଇଁ, ମୁଁ ଯାତ୍ରାରେ ଅବଶ୍ୟ ଅଫର ମିଳିଥିଲା, ଆଉ ସେ ଅଫର ମୁଁ ରିସିଭ କଲି ନାହିଁ। ଘରେ ହାଉସ ୱାଇଫ, ଯାହା ହଉ ଭଲ, ମୋ ସ୍ତ୍ରୀ ନା କାବେରୀ। ଯାହା ହଉ ମୁଁ ଯାହା ଭଲ ପାଏ ଖାଇବା ପାଇଁ ବା ମୋର ମନ ପସନ୍ଦ ଜିନିଷ ସବୁ କରେ, ଆଉ ମତେ ବହୁତ ଭଲ ପାଇବା ଦିଏ। ସକାଳୁ ଦିନମାନ ଭିତରେ ବୋଧେ 2.5-3 ଘଣ୍ଟା ଖଣ୍ଡେ କଥା ହବ, ନହେଲେ ତା ଭଲ ଲାଗିବନି, ମତେ ବି ଭଲ ଲାଗିବନି। ଯାହା ହଉ ଭଲ ପାଇବା ଅଛି। ଆଉ ମୋର 2ଟା ପୁଅ। ବଡ଼ ପୁଅ ହଉଛି ଜୟପ୍ରକାଶ, ସାନ ପୁଅ ସୋମପ୍ରକାଶ। ଚାଲିଛି ଠିକ ଠାକ। ଆଚ୍ଛା, ମନେ ହବ ଗୋଟେ ଯୋଉ ସେହି ଡାଇଲଗ, ଯୋଉ ଡାଇଲଗ ରେ ତାଳି ବର୍ଷା କରନ୍ତି, ଏଇ ଚ୍ୟାନେଲ ମାଧ୍ୟମରେ ଟିକେ ଡାଇଲଗ ହେଇଯାଉ। ନିଶ୍ଚିତ, ମୁଁ ତ ଦର୍ଶକ ବନ୍ଧୁ ମାନଙ୍କୁ କହିବି, ଏ ଗୋଟେ ଭଲ ହସିବା କଥା। ହେ ଭଗବାନ, ମୁଁ ବୁଝିପାରୁନି ଆଜି କୋଉ ଦିଗରେ ସୂର୍ଯ୍ୟ ଉଦୟ ହେଇଛନ୍ତି, ପୂର୍ବ ଦିଗ ନା ପଶ୍ଚିମ ଦିଗରେ। ବାନା ହେଇକି ବୁଲୁଛି, ଟଙ୍କେ ରୋଜଗାର ନାହିଁ। ମୋରି ପଇସାରେ ଚଳୁଛି, ଖାଇବା ପିଇବା ସବୁ ମୋରି ପଇସାରେ। ମତେ ଫୋନ କରି କହୁଛି, ବାପା ତମ ପାଇଁ ଗୋଟେ ଗ୍ରେଟ୍ ଉପହାର ନେଇକି ଯିବି। କିଭଳିଆ ଉପହାର ନେଇକି ଆଉଛି? ଚାକିରି ଫାକିରି ପାଇଗଲା ନାଇଁ ତ? ହେଇ ନା, ମତେ କାହିଁ ସନ୍ଦେହ ଲାଗୁଛି। ଅଲଗା ଆଉ କୋଉ ବାଟରେ ଚାଲିଗଲା କି? ନା, ଜଗିବାକୁ, ଟୋକାଟାକୁ ଜଗିବାକୁ ପଡିବ, ନହେଲେ ବାଟ ଦୁସୁରା ହେଇଯିବ। ଆଜ୍ଞା। ଶୁଣୁଥିଲେ ସାନମଣିଙ୍କ ମୁହଁରୁ କିଭଳି ଭାବେ ଡାଇଲଗ ଥିଲା ଆଉ ତାଙ୍କର ଯାତ୍ରାର କ୍ୟାରିୟର ବିଷୟରେ। ଆଠଗଡ଼ରୁ ନୃସିଂହ ରାଉତ, ହର୍ଷିକା ମିଡିଆ।